ବର୍ତ୍ତମାନ ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ସରକାରଙ୍କ ପାଖରେ ମୁଁ ଏତିକି ଗୁହାରି କରିବି। ମୋର ରୋଷେଇଆ ଭାଇ ଭଉଣୀମାନେ 30ଟା ଜିଲ୍ଲାରେ 15,000 ଲୋକ ଅଛନ୍ତି ଭାଇ ଓ ଭଉଣୀମାନେ। ସେଥିରୁ 95% ଆଦିବାସୀ ହରିଜନ ଭାଇ ଓ ଭଉଣୀମାନେ, ଯେଉଁଟାକୁ କୁହନ୍ତି ଅନୁସୂଚିତ ଜାତୀୟ ଜନଜାତି ଭାଇ ଓ ଭଉଣୀ। ମୋର ମୁଖ୍ୟମନ୍ତ୍ରୀ ମହାଶୟ ଆଦିବାସୀ ହରିଜନ ବିଭାଗର। ଟିକେ ଦୟା କରନ୍ତୁ ଆପଣଙ୍କ ଚ୍ୟାନେଲ୍ ମାଧ୍ୟମରେ ମୁଁ ଦୀର୍ଘ 5 ଥର ଗ୍ରିଭାନ୍ସ କରିଛି ସଂଘ ତରଫରୁ ଏହିସବୁ ଦାବି ଉପରେ, କିନ୍ତୁ ତାର ସୁଫଳ କିଛି ହୋଇନାହିଁ। ଆପଣଙ୍କ ମାଧ୍ୟମରେ ମୁଁ ସର୍ଟରେ କହିବା ପାଇଁ ଚାହେଁ, ମୋ ଭାଇମାନଙ୍କ ଅନୁମତି କ୍ରମରେ ମୁଁ ଆଜି ଆପଣମାନଙ୍କ ମାଧ୍ୟମରେ କହୁଛି, ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି, ଆମକୁ 30 ବର୍ଷ ହେଲା ଆମେ କାମ କଲୁଣୁ, ଆମକୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ଗୋଟିଏ ସ୍ଥାୟୀ ନିଯୁକ୍ତି ଯଦି ନ ଦିଆଯାଏ, ଆଗାମୀ ବିଧାନସଭାରେ ମୋ ଭାଇମାନଙ୍କ ପରାମର୍ଶ କ୍ରମରେ ନିଶ୍ଚିନ୍ତ ଭାବରେ 15,000 ଲୋକ ହଷ୍ଟେଲ ବନ୍ଦ କରିକି ମୋ ଭାଇମାନେ ରାଜରାସ୍ତାରେ ବସିବେ। ଯଦି ପିଲାମାନଙ୍କର କିଛି ଅନ୍ତର୍ବାସୀ ପିଲାମାନଙ୍କର ଯଦି କିଛି ଅସୁବିଧା ହୁଏ, ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ଅନୁସୂଚିତ ଜାତୀୟ ଜନଜାତି ରାଜ୍ୟ ରୋଷେଇଆ ସଂଘର ମୁଁ ଯୁଗ ସମ୍ପାଦକ। ଆଜି ସାମ୍ବାଦିକ ସମ୍ମିଳନୀ ହେଇଛି। ଦୀର୍ଘ 24 ବର୍ଷ ସରକାର ଆମକୁ ବୁତେଇ ଗଲେ। ଏ ଯେଉଁ ସରକାର ଲୋକମାନଙ୍କ ସରକାର ଆସିଲେ ଆମେ ମଧ୍ୟ ଆଶାବାଦୀ ଥିଲୁ ସରକାର ଆମ କଥା କିଛି କରିବେ। ଯେଉଁଦିନ ଶପଥ ନେଲେ ଆମେ ଓଡ଼ିଶା ଗେଷ୍ଟ ହାଉସ୍ରେ ଦେଖା କରିଥିଲୁ, ଆମ ଦାବିପତ୍ର ଦେଇଥିଲୁ। ତାପରେ ମଧ୍ୟ ଆମର କୌଣସି କିଛି ହେଲାନି। ଆର ବର୍ଷ 10/3/25ରେ ରାଲି କରିଥିଲୁ। ସରକାର କହିଥିଲେ, ନିତ୍ୟାନନ୍ଦ ଗଣ୍ଡ ମହୋଦୟ କହିଥିଲେ ତମ ଦାବି ପୂରଣ ହେବ, କିନ୍ତୁ 2,000ରୁ 2,500 ଟଙ୍କା ବଢ଼େଇ ଦେଲେ। ଆଉ କିଛି କଲେ ନାହିଁ। କହିଛନ୍ତି ତମର କିଛି ହେବ, କିନ୍ତୁ କିଛି ନାହିଁ। ଆମକୁ ଗୋଟେ ଶୋଷଣ କରାଯାଉଛି। ଏମିତି ଏଇ ବିଭାଗ ଭଳିଆ କୌଣସି ଓଡ଼ିଶାରେ କୌଣସି ବିଭାଗ ନାହିଁ। 24 ଘଣ୍ଟା ଜୋର ଜବରଦସ୍ତ ତମେ କାମ କରିବ, କାମ ନ କଲେ ତମକୁ ବିତାଡ଼ିତ କରାଯିବ। ଆମକୁ ଗୋଟେ ଅର୍ଦ୍ଧକୁଶଳୀ ଶ୍ରମିକ ହିସାବରେ ଦରମା ଦଉଥିଲେ, ଏବେ ତାଇ ବି ନାହିଁ। HRMS ଖୋଲିକିନା ଆମର ରେସନ କାର୍ଡ ନାହିଁ, ସୁଭଦ୍ରା ଯୋଜନା ପାଉନୁ, କୌଣସି ସୁବିଧା ସୁଯୋଗ ନାହିଁ। ଆମେ ଏମିତି ଅବସ୍ଥା ହେଇଛି, ଆମେ ଯଦି ଘରକୁ ଯାଉଛୁ, ଆମ ପିଲା ଯଦି ଗୋଟେ ବିସ୍କୁଟ ମାଗୁଛି ଦବା ପାଇଁ, ଆମେ ଦବାକୁ ଅକ୍ଷମ। ଆମେ ପ୍ରତ୍ୟେକ ଦୈନନ୍ଦିନ ଜୀବନରେ ଆମେ ମରି ବଞ୍ଚୁଛୁ। ସେ ଭାବୁଛୁ ଯେ ଆମେ ଏ ସରକାରଙ୍କ ଅଧୀନରେ ଚାକିରି କରି ବଞ୍ଚି ରହିବା ଅପେକ୍ଷା ଆମେ ମରିଯିବାଟା ଭଲ। ଯେ ଆମେ ଚିନ୍ତା କରୁଛୁ, ଯଦି ଯେଉଁ ଆସିବ ଅଧିବେଶନ ଆସିବ, ବର୍ଷାକାଳୀନ ଅଧିବେଶନ ଯଦି ଆସିବ, ଯଦି ସରକାର ଆମ ଦାବି ପୂରଣ ନ କରନ୍ତି, ତାହେଲେ ଆମେ ସମୂହ 15,000 ରୋଷେଇଆ ସେବାୟତ ମାଛ ଘାଟିରେ ଧାରଣା ଦେବୁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରହିବୁ। ଯଦି ସେଥିରେ ଆମର କିଛି କ୍ଷତି ଘଟେ କିମ୍ବା ଅନ୍ତେବାସୀ ପିଲାମାନଙ୍କର କିଛି କ୍ଷତି ଘଟେ, ସେଥିରେ ସରକାର ଦାୟୀ ରହିବେ। ଆମର ମୁଖ୍ୟ ଦାବି, ଆମକୁ ସରକାର ବହୁତ ଦିନ ହେଲା ଶୋଷଣ କରିସାରିଲେଣି, ଆମକୁ ଅବିଳମ୍ବେ ସ୍ଥାୟୀ ନିଯୁକ୍ତି ଦିଆଯାଏ। ରୋଷେଇଆ ସେବା ସଂଘ ତରଫରୁ ଆପଣଙ୍କୁ ସ୍ୱାଗତ କରୁଛି। ମୁଁ ହେଉଛି ପ୍ରଦୀପ୍ତ ନାୟକ, ଏ ସଂଘର ରାଜ୍ୟ ଉପଦେଷ୍ଟା ଏବଂ CITUର ରାଜ୍ୟ ସମ୍ପାଦକ। ଆମେ ଆପଣମାନଙ୍କୁ ଆଜି ଡାକିଛୁ କହିବା ପାଇଁ 15,000 ରୋଷେଇଆ ସେବାୟତ ଶ୍ରମିକମାନେ କାମ କରୁଛନ୍ତି ଅନୁସୂଚିତ ଜାତି ଜନଜାତି ବିଭାଗର ବିଦ୍ୟାଳୟମାନଙ୍କରେ, ଆଶ୍ରମ ସ୍କୁଲ, ସେବାଶ୍ରମ ସ୍କୁଲ ଏବଂ ହାଇସ୍କୁଲରେ। 25 ବର୍ଷ, 30 ବର୍ଷ, 20 ବର୍ଷ ଧରିରୁ ଅଧିକ ସମୟ ଧରି ଏମାନେ କାମ କଲେଣି, ଚାକିରି କଲେଣି। ଏମାନଙ୍କୁ କୌଣସି ସରକାରୀ ପ୍ରାପ୍ୟ ବା ଆଇନଗତ ପ୍ରାପ୍ୟ ସୁବିଧା ସୁଯୋଗ ଏମାନଙ୍କୁ ମିଳୁନାହିଁ। ପ୍ରଥମ ଦାବି ହେଉଛି ଏମାନେ ରେଗୁଲାର କରାଯାଉ। ଯାହା ଯାହା ପ୍ରାବଧାନ ଅଛି ସବୁ ପ୍ରାବଧାନ ଏମାନେ ପୂରଣ କରୁଛନ୍ତି। ସରକାରୀ ଅନୁସାରେ 6 ବର୍ଷରୁ ଅଧିକ କାମ ଏମାନେ କଲେ ରେଗୁଲାର ହେଇପାରିବେ। ମାନବର ସୁପ୍ରିମକୋର୍ଟଙ୍କ ଡାଇରେକ୍ସନର ଉମାଦେବୀ ଜଜମେଣ୍ଟ ଅନୁସାରେ 10 ବର୍ଷରୁ ଅଧିକ କାମ କଲେ ଏମାନେ ରେଗୁଲାର ହେଇପାରିବେ। ତ କାହିଁକି ସରକାର ରେଗୁଲାର କରୁନାହାନ୍ତି? ଏମାନଙ୍କୁ ଅଣକୁଶଳୀ ମିନିମମ୍ ୱେଜ୍ ଦରମା ଦିଆହେଉଛି 14,500 ଟଙ୍କା। ଦ୍ୟାଟ୍ ଇଜ୍ ଟୁ ଲଢ଼େଇ କରିକି ଆମେ ପାଇଛୁ, ହାସଲ କରିଛୁ। ସରକାରକୁ ମନ ଇଚ୍ଛା ଦେଇନାହାନ୍ତି। ଏମାନଙ୍କୁ ସାମାଜିକ ସୁରକ୍ଷା EPF ESI ଗ୍ରାଚୁଇଟ୍ ନାହିଁ। ରିଟାୟାରମେଣ୍ଟ ପରେ ଫାଙ୍କା ଘରକୁ ଯାଉଛନ୍ତି, କିଛି ନାହିଁ ଘରକୁ। ସାରା ଜୀବନ ଖଟିବେ, ଘରକୁ ଯିବେ ଫାଙ୍କା। ରୋଗ ପରେ ଗଲେ ମେଡ଼ିସିନ ନାହିଁ। ହଷ୍ଟେଲରେ ରୋଷେଇ କରିବେ, ପିଲାଙ୍କୁ ଖାଇବାକୁ ଦେବେ, ନିଜେ ଖାଇବା ପାଇଁ ନାହିଁ। ନିଜେ ବାହାରେ ଖାଇବେ, ନିଜ କୁଆଡ଼େ ଭଡ଼ା ଘର ନେଇଥିବେ, କ୍ୟାମ୍ପସରେ 20 ଘଣ୍ଟା 22 ଘଣ୍ଟା କାମ କରିବେ, ଦିନ ରାତି କାମ କରିବେ, କିନ୍ତୁ ତାଙ୍କ ପାଇଁ କ୍ୱାର୍ଟର ନାହିଁ, କ୍ୱାର୍ଟର ଦେଉନାହାନ୍ତି। ଯଦି କେଉଁଠି କ'ଣ ଚାଳିଆ ଫାଳିଆ କରି ସ୍କୁଲ କ୍ୟାମ୍ପସରେ ରହିଛନ୍ତି, ତାଙ୍କୁ ବାହାର କରି ଦିଆଯାଉଛି। ଶୋଷଣ କରୁଛି ସରକାର। ଆଦିବାସୀଙ୍କ ନାଁ କହିକି ଏମାନେ 95% ଆଦିବାସୀ ଏବଂ ଦଳିତ OBC ଯେଉଁ 15,000 ଶ୍ରମିକ କର୍ମଚାରୀ କାମ କରୁଛନ୍ତି, ସେମାନେ ସମସ୍ତେ ଆଦିବାସୀ ଏବଂ ଦଳିତ ଏବଂ ଅଦର ବ୍ୟାକ୍ୱାର୍ଡ କାଷ୍ଟ। କିନ୍ତୁ ଏମାନଙ୍କର
ଏମାନଙ୍କୁ ମାନେ ଟିଙ୍କ ଭଳି ଶୋଷି ଖାଉଛନ୍ତି ସରକାରଙ୍କ ରକ୍ତ, କୌଣସି ପ୍ରାପ୍ୟ ମିଳୁନି। ଆମେ ସରକାରଙ୍କୁ ଆହ୍ୱାନ କରୁଛୁ ଆପଣମାନଙ୍କ ଜରିଆରେ ଯେ ଆଗାମୀ ମନସୁନ୍ ସେସନ୍ ପୂର୍ବରୁ ଯଦି ଏମାନଙ୍କର ଦାବି ପୂରଣ ନ କରାଯାଏ, ଆମେ ଦାବିପତ୍ର ପଠାଇଦେବୁ ଏ ଭିତରେ ସରକାରଙ୍କ ପାଖକୁ, ତାହେଲେ 15,000 CCA କୁକ୍ କମ୍ ଆଟେଣ୍ଡାଣ୍ଟ ଯେଉଁମାନଙ୍କୁ ରୋଷେଇଆ ସେବାୟତ ଏମାନେ ବିଦ୍ୟାଳୟ ଛାଡ଼ି ହଷ୍ଟେଲ ଛାଡ଼ିବେ, ରାଜରାସ୍ତାରେ ଭୁବନେଶ୍ୱର ଆସି ବସିବେ ବୋଲି ଶପଥ ନେଇଛନ୍ତି। ଆପଣମାନେ ତାଙ୍କୁ ଇଣ୍ଡିଭିଜୁଆଲି ପଚାରି ପାରନ୍ତି, ତାଙ୍କ ଜିଲ୍ଲା ରାଜ୍ୟ ନେତା ଅଛନ୍ତି ସୂର୍ଯ୍ୟକାନ୍ତ ବେହେରା ଅଛନ୍ତି, ସେ କହିବେ। ଏଠି ମା' ମାନେ ଅଛନ୍ତି, ଏଠି ଅନ୍ୟାନ୍ୟ ନେତୃତ୍ୱମାନେ ଜିଲ୍ଲା ନେତାମାନେ ସବୁ ଅଛନ୍ତି, ସେମାନେ କହିବେ। ତ 15,000 ଲୋକ ଆସି ରାସ୍ତା ବସିବେ। ଏଠି ମାଝୀ ବାବୁ ଆଦିବାସୀ କହିକିରି ଶାସନ କରୁଛନ୍ତି, କିନ୍ତୁ ଆଦିବାସୀମାନଙ୍କ ତଣ୍ଟି ଚିପୁଛନ୍ତି, ତାଙ୍କ ଜାଗା ବାଡ଼ି ନେଇଯାଉଛନ୍ତି, ତାଙ୍କ ଘର ଦ୍ୱାର ନେଇଯାଉଛନ୍ତି, ତାଙ୍କୁ ପଟ୍ଟା ଦେଉନାହାନ୍ତି, ତାଙ୍କୁ ରାସନ କାର୍ଡ଼ ଦେଉନାହାନ୍ତି। ଏଠି HRMS ଖୋଲିକିରି ତାଙ୍କୁ ସରକାରୀ କର୍ମଚାରୀ ବୋଲି କହୁଛନ୍ତି। ଏମାନେ ସବୁ କେହି ସରକାରୀ କର୍ମଚାରୀ ନୁହନ୍ତି, ସବୁ DLR ୱାର୍କର। DLR ୱାର୍କରଙ୍କର ଯେଉଁ ଦାବି ଆଇନଗତ ସୁବିଧା ସୁଯୋଗ ଏମାନେ କିଛି ପାଉନାହାନ୍ତି। ତେଣୁ ଆମେ ଆପଣମାନଙ୍କ ଜରିଆରେ ଦାବି କରୁଛୁ ସମସ୍ତ ସୁବିଧା ସୁଯୋଗ ଏମାନେ ପାଇବା ଦରକାର, ଏମାନେ ରେଗୁଲାର ହେବା ଦରକାର। ଯଦି ନ ଦେବେ ସରକାର ଏହାର ପରିଣାମ ଭୋଗିବେ।